ଆରମ୍ଭ ହୋଇଛି ମହିଳା ଟି20 ବିଶ୍ୱକପ୍ 2026। ଏଥିରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ଭାରତୀୟ ମହିଳା ଦଳ ତାର ଅଭିଯାନ ଜିତ୍ରୁ ଆରମ୍ଭ କରିଛି। ଇଂଲଣ୍ଡର ବର୍ମିଂହାମ୍ ଓ ଏଜବେଷ୍ଟନ ପଡ଼ିଆରେ ଏହି ମୁକାବିଲା ଆରମ୍ଭ ହୋଇଥିଲା। ଏଥିରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ପ୍ରଥମେ ଭାରତ ବ୍ୟାଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦାନା 44ଟି ବଲ୍ରେ ସମ୍ମୁଖୀନ ହୋଇ 68 ରନ୍ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମାତ୍ର ରିଚା ଘୋଷ ନିଜସ୍ୱ ରନ୍କୁ ଜୋରଦାର କରି ଭାରତକୁ ଆଗେଇ ନେଇଥିଲେ। ମାତ୍ର 170 ରନ୍ର ପିଛା କରି ପାକିସ୍ତାନ 106 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହି ମହାମୁକାବିଲାରେ ରିଚା ଘୋଷ ବଢ଼ିଆ ବୋଲିଂ କରି 5ଟି ୱିକେଟ୍ ନେବାର ମଧ୍ୟ ସଫଳ ହେବା ସହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏବେ ଭାରତର ଦ୍ୱିତୀୟ ମୁକାବିଲା 17 ତାରିଖ ନେଦରଲ୍ୟାଣ୍ଡ ସହିତ ହେବ ବୋଲି ଜଣାପଡ଼ିଛି।